तो पिलाମାନେ ଆଜି ଆମେ ଦଶମ କ୍ଲାସର ସାହିତ୍ୟ ପ୍ରଥମ ପାଠର ବନ୍ଦେ ଉତ୍କଳ ଜନନୀ ତାର ଆଜି ପିଲାମାନେ କ୍ୱେଶ୍ଚିନ୍ ଆନ୍ସର କରିବା। ଚାଲ ତ ପିଲାମାନେ ବନ୍ଦେ ଉତ୍କଳ ଜନନୀ କିଏ ଲେଖିଥିଲେ? ପିଲାମାନେ ଲକ୍ଷ୍ମୀକାନ୍ତ ମହାପାତ୍ର। ପିଲାମାନେ ସେ କେବେ ମସିହାରେ ଜନ୍ମଗ୍ରହଣ କରିଥିଲେ? 1888 ମସିହାରେ ଆଉ 1953 ମସିହାରେ ମୃତ୍ୟୁବରଣ କରିଥିଲେ। ତ ଚାଲ ଆର କ୍ୱେଶ୍ଚିନ୍ ଆନ୍ସର କରିବା ପିଲାମାନେ ସବୁ ଯାକ। ପିଲାମାନେ ପ୍ରଶ୍ନବଳୀରେ କ'ଣ ଦେଇଛି ଦେଖ, ନିର୍ଦ୍ଦିଷ୍ଟ ଉତ୍ତର ମୂଳକ। ପିଲାମାନେ ଦେଖ ଏକ ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ପିଲାମାନେ? ପିଲାମାନେ ଏକ ନମ୍ବର କ୍ୱେଶ୍ଚିନ୍ ଦେଇଛି ପ୍ରତ୍ୟେକରୁ ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ। ପିଲାମାନେ ଦେଖ ଏଇଟା ପ୍ରୟୋଧ ଲେଖା ହେଇଛି, ତଟନୀ, ସମୀର, ଭୂତର, ଜଟଜ, ଅରି। ତ ପିଲାମାନେ ଚାଲ ଆର ପ୍ରତ୍ୟେକ ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖିବା। ପିଲାମାନେ ଦେଖ ପ୍ରୟୋଧି ଲେଖା ହେଇଛି, ପ୍ରୟୋଧିର ଦୁଇଟା ପ୍ରତିଶବ୍ଦ କ'ଣ ଲେଖିବ? ସମୁଦ୍ର ଲେଖିବ ଆଉ ଗୋଟେ ସାଗର ଲେଖିବ। ପିଲାମାନେ ତଟନୀ ଦେଇଛି, ତଟନୀରେ ଦୁଇଟା ପ୍ରତିଶବ୍ଦ ଲେଖିବ ନଦୀ ଆଉ ସ୍ରୋତ ଶୂନ୍ୟ ଲେଖିବ। ପିଲାମାନେ ସ୍ରୋତ ଶୂନ୍ୟ। ତାପରେ ସମୀର ଦେଇଛି, ପିଲାମାନେ ସମୀର ବି ଦୁଇଟା ପ୍ରତିଶବ୍ଦ ଲେଖିବ, ପବନ ଲେଖିବ ଆଉ ବାୟୁ ଲେଖିବ। ତାପରେ ବୁଦ୍ଧିର ଲେଖିଛି ପିଲାମାନେ ପର୍ବତ ଲେଖିବ, ଗିରି ଲେଖିବ। ତ ପିଲାମାନେ ଦେଖ ଉଟଜ ଦେଇଛି, ତାର ଲେଖିବ କୁଟୀର ଲେଖିବ ଆଉ କୁଡ଼ିଆ ଲେଖିବ। ପିଲାମାନେ ତାପରେ ଅରି ଦେଇଛି, ଶତ୍ରୁ ଲେଖିବ, ଅମିତ୍ର ଲେଖିବ। ପିଲାମାନେ ତ ଚାଲ ଆର 2 ନମ୍ବର କ'ଣ ଦେଇଛି ଦେଖିବା। 2 ନମ୍ବର କ'ଣ ଦେଇଛି ପିଲାମାନେ ଦେଖ, ନିମ୍ନଲିଖିତ ଶବ୍ଦ ଗୁଡ଼ିକର ବିପରୀତ ବୋଧକ ଶବ୍ଦ ଲେଖ। ପିଲାମାନେ ଶୁଭ୍ର, ଘନ, ସୁନ୍ଦର, ପବିତ୍ର, ପୁଣ୍ୟ, ଦର୍ପଦ ଦେଇଛି। ପିଲାମାନେ ଦର୍ପିତ ଦେଇଛି। ତ ଚାଲ ଆର ବିପରୀତ ଶବ୍ଦ ଚାଲ ଲେଖିବା। ତ ଶୁଭ୍ର ଦେଇଛି, ପିଲାମାନେ ଶୁଭ୍ର ଲେଖିବ କ'ଣ ଲେଖିବ? କୃଷ୍ଣ ଲେଖିବ, ଶ୍ୟାମଳ ଲେଖିବ। ତାପରେ ଘନ ଦେଇଛି, ଘନର ତରଳ ଲେଖିବ। ତାପରେ ସୁନ୍ଦର ଦେଇଛି, ଅସୁନ୍ଦର ଲେଖିବ ଆଉ କୁରୂପ ଲେଖିବ। ପବିତ୍ର ଦେଇଛି, ଅପବିତ୍ର ଲେଖିବ। ତାପରେ ପୁଣ୍ୟ ଦେଇଛି, ପାପ ଲେଖିବ। ତାପରେ ଦର୍ପିତ ଦେଇଛି, ତାପରେ ବିନୟୀ ଲେଖିବ। ପିଲାମାନେ ତ 3 ନମ୍ବର କ'ଣ ଦେଇଛି ଦେଖ। ତ 3 ନମ୍ବର କ'ଣ ଦେଇଛି, ନିମ୍ନଲିଖିତ ଶବ୍ଦମାନଙ୍କୁ ନେଇ ସାର୍ଥିକ ବାକ୍ୟ ରଚନା କର। ପିଲାମାନେ ଦେଖ ବୈଧିତ ଲେଖିଛି, ଶୁଭବିତ ଲେଖିଛି, ରାଜିତ ଲେଖିଛି, କଳକଳ ଲେଖିଛି, ଜ୍ଞାନ, ବିଜ୍ଞାନ, ଉଟଜ ଲେଖିଛି। ତ ଚାଲ ଆର ଉତ୍ତର ଲେଖିବା। ତ ପିଲାମାନେ ଏଇଟା 3 ନମ୍ବର ଗୋଟେ ବାକ୍ୟ ଲେଖିବ। ବୈଧିତ ଦେଇছিল, ତାର ବାକ୍ୟ କ'ଣ ଲେଖିବ? ପିଲାମାନେ ସମୁଦ୍ରରେ ଢେଉରେ ଓଡ଼ିଶାର ବେଳାଭୂମି ସଦା ବୈଧିତ ଲେଖିବ। ପିଲାମାନେ ତାପରେ ଆଉ ଗୋଟେ କ'ଣ ଦେଇଛି ପିଲାମାନେ ଶୁଭାଭିତ ଲେଖା ହେଇଛି, ବଗିଚାଟି ନାନା ପ୍ରକାରର ରଙ୍ଗ ବେରଙ୍ଗର ଫୁଲରେ ଶୋଭାଭିତ ହେଉଛି। ତ ଲେଖିବ ପିଲାମାନେ। ତାପରେ କ'ଣ ଦେଇଛି ରାଜିତ ଦେଇଛି, ରାଜିତରେ ଲେଖିବ ଆକାଶର ଚନ୍ଦ୍ର ନକ୍ଷତ୍ରମାନେ ରାଜିତ ହେଉଛନ୍ତି। ତାପରେ କ'ଣ ଦେଇଛି ପିଲାମାନେ ଦେଖ, କଳକଳ ଦେଇଛି, କଳକଳ ନଦୀର କଳକଳ ନାଦ ଶୁଣିବାକୁ ବହୁତ ମଧୁର। ପିଲାମାନେ ଏମିତି ସବୁ ଗୋଟେ ବାକ୍ୟ ଲେଖିବ। ତାପରେ ଆଉ ଗୋଟେ କ'ଣ ଦେଇଛି ପିଲାମାନେ ଜ୍ଞାନ ବିଜ୍ଞାନ। ଜ୍ଞାନ ବିଜ୍ଞାନ ଆଜିକାଲିର ଯୁଗରେ ଜ୍ଞାନ ବିଜ୍ଞାନର ଅଗ୍ରଗତି ଖୁବ୍ ବହୁତ ହେଉଛି। ତ ପିଲାମାନେ ଏମିତି ଲେଖିବ। ତାପରେ ଉଟଜ ଲେଖା ହେଇଛି, ପିଲାମାନେ ଉଟଜରେ ଲେଖିବ ରାମ 14 ବର୍ଷ ବନବାସ ସମୟରେ ଉଟଜ ମଧ୍ୟରେ ବାସ କରୁଥିଲେ। ପିଲାମାନେ ଉଟଜ ଏମିତି ଲେଖିବ। ତ ଚାଲ ଆର 4 ନମ୍ବର କ'ଣ ଦେଇଛି ଦେଖିବା। ପିଲାମାନେ 4 ନମ୍ବର କ'ଣ ଦେଇଛି ଦେଖ, କଳ କଳ ଭଳି ଆଉ 5ଗୋଟି ଧ୍ୱନ୍ୟାତ୍ମକ ଯୁଗ୍ମ ଶବ୍ଦ ଲେଖ। ତ ପିଲାମାନେ ଚାଲ କଳ କଳ ପରି ଆଉ 5ଟା ଶବ୍ଦ ଲେଖିବା। ତ ପିଲାମାନେ 5ଟା ଶବ୍ଦ ଲେଖିବ ଛଳ ଛଳ ଲେଖିବ, 2 ନମ୍ବର ଲେଖିବ ଗୁଣ ଗୁଣ ଲେଖିବ, 3 ନମ୍ବର ଲେଖିବ ଖଳ ଖଳ, ତାପରେ 4 ନମ୍ବର ଲେଖିବ ପଲ ପଲ, ତାପରେ 5 ନମ୍ବର ଲେଖିବ ଥର ଥର। ତ ପିଲାମାନେ ଏମିତି ସବୁ 5ଟି ପିଲାମାନେ ଧ୍ୱନ୍ୟାତ୍ମକ ଯୁଗ୍ମ ଶବ୍ଦ ଲେଖିବ। ପିଲାମାନେ ତ ଚାଲ 5 ନମ୍ବର କ'ଣ ଦେଇଛି ଦେଖିବା। ତ ପିଲାମାନେ 5 ନମ୍ବର ଦେଖ, ପଠିତ କବିତା ଅବଲମ୍ବନରେ ଶୂନ୍ୟ ସ୍ଥାନ ପୂରଣ କର। ପିଲାମାନେ ଦେଖ କ ଖ ଘ ଉଞ୍ଚ ଛ ଏତେ ଦେଇଛି। ତ ଚାଲ ଆର ଗୋଟେ ଶୂନ୍ୟ ସ୍ଥାନ ପୂରଣ କର। ପିଲାମାନେ କ ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ, ପ୍ରଥମେ ପୂତ ଡେସ୍ ବୈଧିତ ସାରିର। ପିଲାମାନେ ଦେଇଛି। ତ ଚାଲ ଆର ଗୋଟେ ଉତ୍ତର ଡେସ୍ ଫିଲ୍ଅପ୍ କରିବା। ପୂତ ଡେସ୍ ଫିଲ୍ଅପ୍ରେ କ'ଣ ଲେଖିବ ପିଲାମାନେ ପ୍ରୟୋଧି ବିଧତ ସାରିର। ପିଲାମାନେ ଡେସ୍ ଲେଖିବ, ପ୍ରୟୋଧି ଲେଖିବ। ତାପରେ ଖ ନମ୍ବର କ'ଣ ଦେଇଛି ପିଲାମାନେ ତାଳ ଡେସ୍ ଶୋଭାଭିତ ତାରା। ତ ପିଲାମାନେ ଡେସ୍ ଲେଖିବ, ତମାଳ ଲେଖିବ। ତାପରେ ଗ ନମ୍ବର କ'ଣ ଦେଇଛି ପିଲାମାନେ ଶୁଭ୍ର ଦେଇଛି, ଶୁଭ୍ର ଡେସ୍ କୂଳ ସାକ୍ଷୀ ଶିଖର ସମୀରା ଲେଖାଇଛି। ପିଲାମାନେ ସେଇଟା ଲେଖିବ। ତଟନୀ ଲେଖିବ ପିଲାମାନେ ଡେସ୍ରେ ଲେଖିବ। ତାପରେ ଘ ନମ୍ବର କ'ଣ ଦେଇଛି ପିଲାମାନେ ଡେସ୍ ବନଭୂମି ରାଜିତ ଅଙ୍ଗେ। ତ ଘନ ଘନ ବନଭୂମି ରାଜିତ ଅଙ୍ଗେ, ସେ ଡେସ୍ରେ ଲେଖିବ, ଘନ ଘନ ଲେଖିବ। ପିଲାମାନେ ଓ ନମ୍ବର କ'ଣ ଦେଇଛି ନୀଳ ବୁଧିରେ ମାଳା ସଜେ। ତ ଡେସ୍ରେ କ'ଣ ଲେଖିବ ପିଲାମାନେ ତରଙ୍ଗିଆ ଲେଖିବ। ପିଲାମାନେ 6 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ପିଲାମାନେ ଦେଖ, ଡେସ୍ ମୁଖରିତ ତାକୁ ବିହଙ୍ଗେ ଚାରୁ ଡେସ୍ ମୁଖରିତ ଚାରୁ ବିହଙ୍ଗେ। ତ ପିଲାମାନେ ଡେସ୍ରେ ଲେଖିବ, ଜଳ ଜଳ ଲେଖିବ। ତାପରେ 6ରେ କ'ଣ ଦେଇଛି ପିଲାମାନେ ସୁନ୍ଦର ଶାଳୀ ଡେସ୍ କ୍ଷେତ୍ରା। ତ ଡେସ୍ରେ ଲେଖିବ ଶୁଭାଭିତ କ୍ଷେତ୍ରା। ତ ପିଲାମାନେ ଲେଖିବ। ତାପରେ ଜ ନମ୍ବର କ'ଣ ଦେଇଛି ପିଲାମାନେ ଦେଖ, ଡେସ୍ ପ୍ରଦର୍ଶିତ ନେତ୍ରା ଦେଇଛି, ସେ ଡେସ୍ରେ ଲେଖିବ, ଜ୍ଞାନ ବିଜ୍ଞାନ ଲେଖିବ।
ଝ ନମ୍ବର କ'ଣ ଦେଇଛି ପିଲାମାନେ, ଯୋଗୀ ଋଷିଗଣ ଡ୍ୟାସ୍ ପବିତ୍ର। ତ ସେ ଡ୍ୟାସ୍ରେ ଲେଖିବ ପିଲାମାନେ କ'ଣ, ଉଟଜ ଲେଖିବ ବା କିମ୍ବା ଉଟଜ ବି ଲେଖିପାରିବ, ଉଟଜ କିମ୍ବା ଉଟଜ ବି ଲେଖିପାରିବ। ତ ପିଲାମାନେ ନ୍ୟ ନମ୍ବର କ'ଣ ଦେଇଛି, ସୁନ୍ଦର ମନ୍ଦିର ଡ୍ୟାସ୍ ଦେଶା। ସେ ସୁନ୍ଦର ମନ୍ଦିର ଡ୍ୟାସ୍ରେ କ'ଣ ଲେଖିବ ପିଲାମାନେ, ମଣ୍ଡିତ ଦେଶ ତ ଲେଖିବ ପିଲାମାନେ, ଏମିତି ସବୁ। ତ ପିଲାମାନେ ଦେଖ 6 ନମ୍ବର କ୍ୱେଶ୍ଚିନ୍ ଦେଖ, 6 ନମ୍ବର କ'ଣ ଲେଖାଯାଇଛି, ଅର୍ଥଗତ ପାର୍ଥକ୍ୟ ଦଶ। ତ ସୁର ଲେଖା ହେଇଛି ପୁତ ଶାଳୀ ବଳି କୂଳ। ତ ଚାଲ ଆର ଗୋଟେ ଲେଖିବା। ତ ସୁରରେ କ'ଣ ଲେଖିବ ପିଲାମାନେ, ସୁରରେ ଲେଖିବ ଗୋଟେ ଦେବତା ଲେଖିବ, ଆଉ ଗୋଟେ ସୁର ଲେଖିବ ବୀର ଲେଖିବ। ତାପରେ ପୁତ ଦେଇଛି ପିଲାମାନେ, ପୁତରେ ଗୋଟେ ଲେଖିବ ପବିତ୍ର ଲେଖିବା, ଆଉ ଗୋଟେ ପୁତ ଲେଖିବ ପୁତ ବା ପୁଅ ବା ପରିସ୍ପୁତ ଲେଖିବ ପିଲାମାନେ। ତାପରେ ଶାଳୀ ଦେଇଛି, ଶାଳୀରେ ଗୋଟେ ଧାନ ଲେଖିବ ପିଲାମାନେ, ଆଉ ଗୋଟେ ଶାଳୀରେ ଲେଖିବ କ'ଣ ପିଲାମାନେ, ପତ୍ନୀଙ୍କ ଭଉଣୀ। ତାପରେ ବଳି ଦେଇଛି ପିଲାମାନେ, ବଳିରେ ଗୋଟେ ଲେଖିବ ତ୍ୟାଗ ଲେଖିବ, ଉତ୍ସର୍ଗ ଲେଖିବ, ଆଉ ଲେଖିବ ବଳିର ବଳବାନ ଲେଖିବ। ତାପରେ କୂଳ ଦେଇଛି, କୂଳର ଗୋଟେ ବଂଶବ ପିଲାମାନେ ଲେଖିବ, ଆଉ ଗୋଟେ କୂଳର କ'ଣ ଲେଖିବ ପିଲାମାନେ, ନଦୀ ବା ସମୁଦ୍ର ତଟ ଲେଖିବ ପିଲାମାନେ। ତ 6 ନମ୍ବର କ୍ୱେଶ୍ଚିନ୍ ସରିଲା ପିଲାମାନେ। ତ ଚାଲ ଆର କ୍ଷୁଦ୍ର ଉତ୍ତର ମୂଳକର ପ୍ରଶ୍ନ ଉତ୍ତର ସବୁ କରିବା, ଚାଲ ସର୍ଟ କ୍ୱେଶ୍ଚିନ୍ ଯାଅ ସବୁ। ତ ପିଲାମାନେ 7 ନମ୍ବର କ୍ୱେଶ୍ଚିନ୍ କ'ଣ ଲେଖା ହେଇଛି, ଚାରୁହାସମୟୀ ଚାରୁଭାଷାମୟୀ କାହାକୁ କୁହାଯାଏ। ତ ପିଲାମାନେ ଚାଲ ଆର ଉତ୍ତର ଲେଖିବା। 7 ନମ୍ବର ଉତ୍ତର ଲେଖିବା କ'ଣ ପିଲାମାନେ, ଉତ୍ତର ମାତୃଭୂମି ଉତ୍କଳ ଜନନୀକୁ କୁହାଯାଏ। ତ ପିଲାମାନେ 7 ନମ୍ବର ଲେଖିବ। ତାପରେ 8 ନମ୍ବର କ'ଣ ଦେଇଛି, ଉତ୍କଳ ଜନନୀଙ୍କ ଶରୀରକୁ କିଏ ଧୋଇ ଦେଉଛି। ତ ଉତ୍ତର ଲେଖିବ ନୀଳ ମହାଦଧି ବା ସମୁଦ୍ରର ପବିତ୍ର ଜଳ ଧୋଇ ଦେଉଛି। ତ ପିଲାମାନେ ଏମିତି ଲେଖିବ। 9 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି, ସମୁଦ୍ର କୂଳ କେଉଁ କେଉଁ ବୃକ୍ଷ ଦ୍ୱାରା ଶୋଭାଭିତ। ତ ଚାଲ ଉତ୍ତର ଲେଖିବା। ଲେଖିବ ସମୁଦ୍ର କୂଳ ତାଳ ଓ ତମାଳ ବୃକ୍ଷ ଦ୍ୱାରା ଶୋଭାଭିତ। 9 ନମ୍ବର ଏମିତି ଲେଖିବ। 10 ନମ୍ବର କ'ଣ ଦେଇଛି ଦେଖ, ଉତ୍କଳରେ ଆକାଶ କାହାର କଳରବରରେ ମୁଖାରିତ। ତ ଉତ୍ତର କ'ଣ ଲେଖିବ, ବିହଙ୍ଗ ବା ପକ୍ଷୀମାନଙ୍କର କଳବରରେ ମୁଖାରିତ। ତ ଏମିତି ଉତ୍ତର ଲେଖିବ। 11 ନମ୍ବର କ'ଣ ଲେଖିବ ପିଲାମାନେ, 11 ନମ୍ବର କ୍ୱେଶ୍ଚିନ୍ ଦେଇଛି କ'ଣ ଦେଖ, ପର୍ବତମାଳା ଗୁଡ଼ିକ ଉତ୍କଳ ଜନନୀଙ୍କ ଦେହରେ କିଭଳି ଭାବେ ଶୋଭା ପାଉଛି। ତ ଉତ୍ତର ଲେଖିବ କେମିତି। 11 ନମ୍ବର ଲେଖିବ ଉତ୍ତର, ନୀଳ ପର୍ବତମାଳା ଗୁଡ଼ିକ ଉତ୍କଳ ଜନନୀଙ୍କ ଦେହରେ ତରଙ୍ଗ ସଦୃଶ ଶୋଭା ପାଉଛି। ତ ଏମିତି ଉତ୍ତର ଲେଖିବ। 12 ନମ୍ବର କ'ଣ ଦେଇଛି, କେଉଁମାନଙ୍କର କୁଟୀର ଦ୍ୱାରା ଉତ୍କଳ ପବିତ୍ର ହୋଇଛି। ତ ଉତ୍ତର ଲେଖିବ, ଋଷି ଓ ମୁନିମାନଙ୍କ କୁଟୀର ଦ୍ୱାରା ଉତ୍କଳ ପବିତ୍ର ହୋଇଛି। 13 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି, ଶ୍ରେଷ୍ଠ କବିମାନେ କାହାର କୀର୍ତ୍ତି ବନ୍ଦନ କରୁଛନ୍ତି। ତ ଚାଲ ଆର ଉତ୍ତର ଲେଖିବା। ଆର ଉତ୍ତର ଲେଖିବ, ଶ୍ରେଷ୍ଠ କବିମାନେ ଉତ୍କଳ ଜନନୀଙ୍କ କୀର୍ତ୍ତି ବନ୍ଦନା କରୁଛନ୍ତି। ତ କ୍ଷୁଦ୍ର ଉତ୍ତର ମୂଳକ ପ୍ରଶ୍ନ ଉତ୍ତର ସରିଲା ପିଲାମାନେ, ଗୋଟେ ଗୋଟେ କରି ସବୁ ଲେଖିଲ। ତ ଚାଲ ଏବେ ଲେଖିବା ସରଳାର୍ଥ ଲେଖିବା, ସପ୍ରସଙ୍ଗ ସରଳାର୍ଥ। 14 ନମ୍ବର କ'ଣ ଦେଇଛି ପିଲାମାନେ ଦେଖିବା ଚାଲ। 14 ନମ୍ବର କ'ଣ ଦେଇଛି, ପୁତ ପୟୋଧ ବିଧିତ ଶରୀରା ତାଳତମାଳ ଶୁଭାଭିତ ତାରା। ତ ପିଲାମାନେ ଆର ଚାଲ ଗୋଟେ ଗୋଟେ ସରଳାର୍ଥ କରି ଲେଖିବା। ତ ପୁତ ଲେଖିରେ ପିଲାମାନେ ଡ୍ୟାସ୍ ଟିକେ ଗାର ଦେଇଦିଅ, ତାପରେ ତୀର ଲେଖି ଲାଷ୍ଟ ବାକ୍ୟଟା ଅଛି ତୀର, ତ ତୀର ଲେଖିବ। ତ ପିଲାମାନେ ପୁତ ଲେଖିରି ତାପରେ ହାଇପେନ୍ ଦେଇ ତୀର ଲେଖି ସାରିଲା ପରେ ଲେଖିବ କ'ଣ ଲେଖିବ ପିଲାମାନେ, ଉତ୍ତର ଲେଖିବ ସଂଶୋଧିତ ଉକ୍ତ ପଦ୍ୟାଂଶଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ରଚିତ ଓଡ଼ିଶାର ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ କବିତାରୁ ଆନୀତ। ପିଲାମାନେ ତାପରେ ନେକ୍ସଟ ପାରାଗ୍ରାଫ ଲେଖିବ, ଏଠାରେ କବି ଉତ୍କଳ ଜନନୀଙ୍କ ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସମୁଦ୍ର ଉପକୂଳରେ ମନୋରମ ରୂପରେ ବର୍ଣ୍ଣନା କରିଛନ୍ତି। ପିଲାମାନେ ଦ୍ୱିତୀୟ ପାରାଗ୍ରାଫରେ ଏମିତି ସବୁ ଲେଖିବ। ତାପରେ ତୃତୀୟ ପାରାଗ୍ରାଫରେ କ'ଣ ଲେଖିବ ଚାଲ ଲେଖିବ। ପିଲାମାନେ ତା ତଳୁ ଆଉ ଗୋଟେ ପାରାଗ୍ରାଫ ଲେଖିଦେବ 14 ନମ୍ବର ଆଗେ, କବିଙ୍କ ମତରେ ଓଡ଼ିଶା ବା ଉତ୍କଳ ଜନନୀଙ୍କ ଶରୀର ଅତି ପବିତ୍ର, ମହାଦଧି ବା ସମୁଦ୍ରର ପବିତ୍ର ଜଳରାଶି ନିରନ୍ତରେ ତାଙ୍କର ଚରଣ ତଥା ଶରୀରକୁ ଧୌତ କରିଛି। ଉତ୍କଳର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ଶ୍ୟାମଳ ତାଳ ଓ ତମାଳ ଗଛରେ ଶୋଭାଭିତ ହୋଇ ଅପୂର୍ବ ଶୋଭା ଧାରଣ କରିଛି, ଯାହା ଉତ୍କଳ ମାତାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଛି। ପିଲାମାନେ 14 ନମ୍ବର ଉତ୍ତର ଏମିତି ଲେଖିବ। ପିଲାମାନେ 14 ନମ୍ବର ଏମିତି ଗୋଟେ ଗୋଟେ ପାରାଗ୍ରାଫ ପଢ଼ି ତଳୁ ଗୋଟେ ଗୋଟେ ପାରାଗ୍ରାଫ କରି ତ ପିଲାମାନେ ଲେଖିବ। ତ ଚାଲ ଆର ସରିଲା। 15 ନମ୍ବର ଦେଖିବା କ'ଣ ଦେଇଛି। 15 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି, ଘନ ଘନ ବନଭୂମି ରାଜିତ ଅଙ୍ଗେ, ନୀଳ ବୁଦର ମାଳା ସାଜେ ତରଙ୍ଗେ। ତ ଚାଲ ଲେଖିବା ଆର ବି ଉତ୍ତର ଲେଖିବ, ଘନ ଘନ ଲେଖିବ, ତାପରେ ହାଇପେନ୍ ଟୋପା ଟୋପା ଦେଇରି ତରଙ୍ଗ ଲେଖିବ।
ତ ଉତ୍ତର ଏମିତି ଲେଖିବ, ସଂଶ୍ଳେଷିତ ଉକ୍ତ ପଦ୍ୟାଂଶଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରେଣିତ ବନ୍ଦେ ଉତ୍କଳ ଜନନୀ କବିତାରୁ ଗୃହୀତ। ଏହି ପ୍ରସଙ୍ଗରେ କବି ଉତ୍କଳ ମାତାର ଶରୀରର ଥିବା ସବୁଜ ବନାନୀ ଏବଂ ପର୍ବତମାଳାର ଅପୂର୍ବ ସୌନ୍ଦର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଛନ୍ତି। ତ ସେକେଣ୍ଡ ପାରାଗ୍ରାଫ, ପ୍ରଥମ ସେକେଣ୍ଡ ସରିଲା। ତ ତୃତୀୟ ପାରାଗ୍ରାଫରେ କ'ଣ ଲେଖିବ? ତ 3 ନମ୍ବର ପାରାଗ୍ରାଫରେ ଲେଖିବ, ଉତ୍କଳ ଜନନୀଙ୍କ ଅଙ୍ଗ ବା ଶରୀର ଘଞ୍ଚ ସବୁଜ ବନଭୂମି ଦ୍ୱାରା ଶୋଭାୟିତ। ଏହି ଘନ ଅରଣ୍ୟ ରାଜିମାତାର ଶରୀରକୁ ଶ୍ୟାମଳିମା ମଣ୍ଡିତ କରିଛି। ଏହା ସହିତ ଉତ୍କଳର ନୀଳ ପର୍ବତମାଳା ଗୁଡ଼ିକ ସମୁଦ୍ରର ତରଙ୍ଗ ବା ଢେଉ ଭଳି ଏଇ ସଜେଇ ହୋଇ ରଖିଛନ୍ତି, ଯାହା ଦୂରକୁ ଅତି ମନୋହର ଦେଖାଯାଏ। ତ ପିଲାମାନେ ଏମିତି ଉତ୍ତର ଲେଖିବ 15 ନମ୍ବର। ତ ଚାଲ 15 ନମ୍ବର ବି ସରିଲା, 16 ନମ୍ବର ଦେଖିବା। 16 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ, ସୁନ୍ଦର ଶାଳୀ ଶୋଭାୟିତ କ୍ଷେତ୍ରା, ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ନେତ୍ରା। ତ ଏଇଟା ବି ଲେଖିବ କ'ଣ ପିଲାମାନେ? ଏଇଟା ବି ସୁନ୍ଦର ଲେଖିବ, ସୁନ୍ଦରଶାଳୀ ଲେଖିବ, ଡଟ୍ ଡଟ୍ ଦେଇରେ ନେତ୍ରା ଲେଖିବ। ଆର୍ ବି ଲେଖିବ, ସଂଶ୍ଳେଷିତ ଆଲୋଚ୍ୟ ପଦ୍ୟାଂଶଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ କବିତାରୁ ଉଦ୍ଧାର କରାଯାଇଛି। ଉତ୍କଳର ଶସ୍ୟ ଶ୍ୟାମଳ କ୍ଷେତ୍ର ଏବଂ ଏହାର ଜ୍ଞାନ ବିଜ୍ଞାନର ଗୌରବମୟ ଐତିହ୍ୟ ବିଷୟରେ କବି ଏଠାରେ ବର୍ଣ୍ଣନା କରିଛନ୍ତି। ତାପରେ ନେକ୍ସଟ ପାରାଗ୍ରାଫ କ'ଣ ଲେଖିବ ପିଲାମାନେ? ଉତ୍କଳ ଜନନୀଙ୍କର ଉର୍ବର କ୍ଷେତ୍ର ବା ଜମିଗୁଡ଼ିକ ସୁନ୍ଦର ଶାଳଧାନରେ ଫସଲରେ ଶୋଭାୟିତ ହୋଇ ହସି ଉଠୁଛି। କେବଳ ପ୍ରାକୃତିକ ସୌନ୍ଦର୍ଯ୍ୟ ନୁହେଁ, ଉତ୍କଳ ଜନନୀ ଜ୍ଞାନ ଏବଂ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ସମୃଦ୍ଧ। ତାଙ୍କର ଚକ୍ଷୁ ଜ୍ଞାନ ଓ ବିଜ୍ଞାନର ଆଲୋକରେ ଉଦ୍ଭାସିତ, ଯାହା ସମଗ୍ର ବିଶ୍ୱକୁ ଆଲୋକରେ ପାଇଁ ଦେଖାଏ। ତ ପିଲାମାନେ 15-16 ନମ୍ବର ଉତ୍ତର ଏମିତି ଲେଖିବ। ତ ଚାଲ ଆର ନେକ୍ସଟ ବି ଦେଖିବା। ତ 17 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ, ଉତ୍କଳ ସୁରବର ଦର୍ପିତ ଗେହା, ଅରିକୁଳ ଶୋଣିତ ଚର୍ଚ୍ଚିତ ଦେହା। ତ ଚାଲ ଏଇଟା ବି ଲେଖିବା। ଏଇଟା ବି ଉତ୍କଳ ଲେଖିବ, ଡଟ୍ ଦେଇ ହାଇପେନ୍ ଦେଇ ଦେହା ଲେଖିବ। ଆର ବି ଲେଖିବ, ସଂଶ୍ଳେଷିତ ଉକ୍ତ ପଦ୍ୟାଂଶଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ପ୍ରସିଦ୍ଧ ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ କବିତାରୁ ନିଆଯାଇଛି। ତାପରେ ଦ୍ୱିତୀୟ ଲେଖିବ, ଏହି ପ୍ରସଙ୍ଗରେ କବି ଓଡ଼ିଶାର ବୀରତ୍ୱର ଇତିହାସ ଏବଂ ଯୋଦ୍ଧାମାନଙ୍କର ଶୌର୍ଯ୍ୟର ଗାନ କରିଛନ୍ତି। ତ ଏମିତି ସେକେଣ୍ଡ ପାରାଗ୍ରାଫ ଲେଖିବ। ଥାର୍ଡ଼ ପାରାଗ୍ରାଫ କ'ଣ ଲେଖିବ? ଥାର୍ଡ଼ ପାରାଗ୍ରାଫ ଲେଖିବ, ଉତ୍କଳ ଭୂମି ହେଉଛି ଅନେକ ବୀର ଶୂର ଓ ମହାପୁରୁଷମାନଙ୍କର ବାସସ୍ଥଳୀ ବା ଗୃହ। ଏହି ବୀରମାନଙ୍କ ଯୋଗୁଁ ମାତାର ଅବାସ ସଦା ଗର୍ବିତ। ଅତୀତରେ ଉତ୍କଳର ବୀର ଯୋଦ୍ଧାମାନେ ଯୁଦ୍ଧକ୍ଷେତ୍ରରେ ଶତ୍ରୁମାନଙ୍କ ଅରିକୁଳ ପରାସ୍ତ କରି ସେମାନଙ୍କ ରକ୍ତର ଶୋଣିତ ନିଜ ଶରୀରକୁ ଚର୍ଚ୍ଚିତ କରିଥିଲେ। ଏହି ବୀରତ୍ୱର ଗାଥା ଉତ୍କଳ ମାତାର ଇତିହାସକୁ ମହିମାନ୍ୱିତ କରିଛି। ତ ପିଲାମାନେ ଏମିତି ଆର ଉତ୍ତର ଲେଖିବ। ତ 17 ନମ୍ବର ବି ସରିଲା। ତ ପିଲାମାନେ ସରଳାର୍ଥ ସବୁ ଏମିତି ଗୋଟେ ଗୋଟେ ପାରାଗ୍ରାଫ କରି ତ ଲେଖିବ। 14, 15, 16, 17 ବି ସରିଲା। ତ ଏବେ ଦେଖିବା କ'ଣ ପିଲାମାନେ ଦୀର୍ଘ ଉତ୍ତରମୂଳକ ଦେଖିବା। ଚାଲ କ'ଣ ଦେଇଛି କ୍ୱେଶ୍ଚିନ୍। ଦୀର୍ଘ ଉତ୍ତରମୂଳକର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ, 18 ନମ୍ବର, ବନ୍ଦେ ଉତ୍କଳ ଜନନୀ କବିତାରୁ ଉତ୍କଳର ବୈଶିଷ୍ଟ୍ୟ ଉଲ୍ଲେଖ କର। ତ ଚାଲ ଆର ବି ଉତ୍ତର ଲେଖିବା। ତ ଉତ୍ତର ଲେଖିବ ପିଲାମାନେ 18 ନମ୍ବର ଲେଖିବ, ଉତ୍ତର ଲେଖିବ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ କବିତାରୁ ଉତ୍କଳ ବା ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଭୌଗୋଳିକ ଅବସ୍ଥିତି ଏବଂ ସାଂସ୍କୃତିକ ଗୌରବରେ ଚମତ୍କାର ବର୍ଣ୍ଣନା କରାଯାଇଛି। କବିତା ଅନୁଯାୟୀ ଉତ୍କଳର ମୁଖ୍ୟ ବୈଶିଷ୍ଟ୍ୟ ଗୁଡ଼ିକ ହେଲା ଲେଖିବ, ପ୍ରାକୃତିକ ସୌନ୍ଦର୍ଯ୍ୟ। ଉତ୍କଳ ଜନନୀଙ୍କୁ ଚାରୁହାସମୟ ଓ ଚାରୁଭାଷାମୟ ଭାବେ ବର୍ଣ୍ଣନା କରାଯାଇଛି। ପବିତ୍ର ସମୁଦ୍ର ଜଳ ତାଙ୍କ ଶରୀରକୁ ଧୌତ କରିଛି ଏବଂ ଉପକୂଳବର୍ତ୍ତୀ ଶ୍ୟାମଳ ତାଳ ଓ ତମାଳ ବୃକ୍ଷରାଜି ଏହାର ଶୋଭାବର୍ଦ୍ଧନ କରିଛନ୍ତି। ତ ଏମିତି ଲେଖିବେ, ଶୋଭାବର୍ଦ୍ଧନ କରିଛନ୍ତି, ଏମିତି ଲେଖିବ। ତ ଥାର୍ଡ଼ ପାରାଗ୍ରାଫ କ'ଣ ଲେଖିବ? ତ ଲେଖିବ, ନଦୀ ଓ ପର୍ବତମାଳା, ସ୍ୱଚ୍ଛ ଜଳଧାରା ବହନ କରୁଥିବା ନଦୀଗୁଡ଼ିକର ଶୀତଳ ପବନ ଉତ୍କଳ ଭୂମିକୁ ପବିତ୍ର କରୁଛି। ମାଙ୍କ ଶରୀର ଘଞ୍ଚ ଅରଣ୍ୟ ଏବଂ ନୀଳ ପର୍ବତମାଳାରେ ଲହରୀ ଦ୍ୱାରା ଶୋଭାୟିତ। ତ ପିଲାମାନେ ତା ତଳକୁ ଲେଖିବ ଆଉଥରେ, ଋଷି ଆଶ୍ରମ ଓ ଜ୍ଞାନର ଆଲୋକ। ଉତ୍କଳ ଭୂମି ଜ୍ଞାନ ବିଜ୍ଞାନର ଆଲୋକରେ ଉଦ୍ଭାସିତ। ଏଠାରେ ଅନେକ ଯୋଗୀ ଓ ଋଷିମାନଙ୍କର ପବିତ୍ର କୁଟୀର ରହିଛି, ଯାହା
ପରିବେଶକୁ ପବିତ୍ର କରୁଛି। ତା ତଳେ ଆଉ ଗୋଟେ କ'ଣ ଲେଖିବ, ଶିଳ୍ପ ଓ ସ୍ଥାପିତ। ଉକ୍ତଳର ମନ୍ଦିର ଗୁଡ଼ିକ ସୁନ୍ଦର କଳାକୃତି ଓ ସ୍ଥାପତ୍ୟରେ ପୂର୍ଣ୍ଣ, ଯାହା ସମଗ୍ର ବିଶ୍ୱରେ ଏହାର ଶ୍ରେଷ୍ଠତା ପ୍ରତିପାଦନ କରେ। ତ ପିଲାମାନେ 18 ନମ୍ବର ଉତ୍ତର ଦୀର୍ଘ ଉତ୍ତର ମୂଳକ ଏମିତି ସବୁ ଲେଖିବା। ତ ଚାଲ ଏବେ ଦେଖିବା 19 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି। 19 ନମ୍ବର କ'ଣ ଦେଇଛି ଦେଖ, ବନ୍ଦେ ଉତ୍କଳ ଜନନୀ ଏକ ମାତୃଭୂମି ପ୍ରଶଂସାତ୍ମକ କବିତା ଉକ୍ତିଟିର ଯଥାର୍ଥତା ପ୍ରତିପାଦନ କର। ତ ଆର ଉତ୍ତର ଚାଲ ଲେଖିବା। ତାର ପ୍ରଥମ ଉତ୍ତର ପାରାଗ୍ରାଫ ଲେଖିବ, ବନ୍ଦେ ଉତ୍କଳ ଜନନୀ କବିତାଟି ଏକ ସାର୍ଥକ ମାତୃଭୂମି ପ୍ରଶଂସାତ୍ମକ କବିତା ଅଟେ। ଏହା କବିତାର ପ୍ରତିଟି ପଦରେ କବି ନିଜ ଜନ୍ମଭୂମି ଉତ୍କଳ ପ୍ରତି ଥିବା ଗଭୀର ଭକ୍ତି, ଶ୍ରଦ୍ଧା ଓ ସମ୍ମାନ ପ୍ରକଟ କରିବା ସହ ତାହାର ଭୂୟସୀ ପ୍ରଶଂସା କରିଛନ୍ତି। ତ ସେକେଣ୍ଡ ପାରାଗ୍ରାଫ ଲେଖିବ, କବି ଉତ୍କଳକୁ କେବଳ ଏକ ଭୂଖଣ୍ଡ ଭାବେ ନ ଦେଖି ଜଣେ ସ୍ନେହମୟୀ ମାତା ରୂପେ କଳ୍ପନା କରିଛନ୍ତି। ତାଙ୍କର ସୁନ୍ଦର ଭାଷା, ଚାରୁଭାଷାମୟ ଓ ପବିତ୍ର ଚାରୁହାସମୟର ପ୍ରଶଂସା କରାଯାଇଛି। ତ ଥାର୍ଡ଼ ପାରାଗ୍ରାଫ କ'ଣ ଲେଖିବ, ତା ତଳୁ ମାତୃଭୂମିର ଶସ୍ୟ ଶ୍ୟାମଳ କ୍ଷେତ୍ର, ସୁନୀଳ ପର୍ବତମାଳା ଏବଂ କଳକଳ ନାଦର ବହିଯାଉଥିବା ନଦୀଗୁଡ଼ିକର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟକୁ କବି ଅତି ଉଚ୍ଚ କୋଟିର ପ୍ରଶଂସା କରିଛନ୍ତି। ତ ଥାର୍ଡ଼ ଗ୍ରାଫ ଏମିତି ଲେଖିବ। ତ ତଳୁ ଲେଖିବେ ପିଲାମାନେ, ଏହା ସହିତ ଉତ୍କଳ ମାତାର ଗର୍ଭରୁ ଜନ୍ମିତ ବୀର ଯୋଦ୍ଧା, ବିଦ୍ୱାନ କବି ଓ ମହାନ ଶିଳ୍ପୀମାନଙ୍କ ଗୌରବ ଗାନ କରାଯାଇଛି। ଏହିପରି ଭାବେ ଜନ୍ମଭୂମିର ରୂପ, ଗୁଣ ଏବଂ ଐତିହ୍ୟର ବର୍ଣ୍ଣନା କରାଯାଇଥିବାରୁ ଏହା ଏକ ପ୍ରକୃଷ୍ଟ ମାତୃଭୂମି ପ୍ରଶଂସାତ୍ମକ କବିତା। ତ ଏମିତି 19 ନମ୍ବର ଦୀର୍ଘ ଉତ୍ତର ମୂଳକ ପିଲାମାନେ ପ୍ରଶ୍ନ ଉତ୍ତର ଲେଖିବ। ତ ଏଥିରୁ ସହଜ। ତ ଚାଲ ଆର ଦେଖିବା 20 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି। 20 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ, ବନ୍ଦେ ଉତ୍କଳ ଜନନୀ ଏକ ଜାତୀୟତାବାଦୀ କବିତା ବିଚାର କର। ତ ଚାଲ ଆର ବି ଉତ୍ତର ଲେଖିବା। ତ ଆର ଉତ୍ତର ଲେଖିବା, ବନ୍ଦେ ଉତ୍କଳ ଜନନୀ କବିତାଟି ଓଡ଼ିଆ ଜାତୀୟତାବାଦର ଏକ ମହାନ ପ୍ରତୀକ ଅଟେ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଏବଂ ସ୍ୱାଧୀନତା ଆନ୍ଦୋଳନ ସମୟରେ ଏହି କବିତା ଓଡ଼ିଆ ଜାତି ମଧ୍ୟରେ ସ୍ୱାଭିମାନ, ଏକତା ଓ ଦେଶପ୍ରେମର ଜାଗରଣ ସୃଷ୍ଟି କବିତାର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତାପରେ ସେକେଣ୍ଡ ପାରାଗ୍ରାଫ ଲେଖିବ, ଜାତୀୟ ଚେତନାର ଜାଗରଣ। ଏହି ଓଡ଼ିଆମାନଙ୍କୁ ନିଜର ଗୌରବମୟ ଅତୀତ, ଇତିହାସ ଓ ସଂସ୍କୃତି ବିଷୟରେ ସ୍ମରଣ କରାଇ ଦେଇଛନ୍ତି, ଯାହା ଶୋଇପଡ଼ିଥିବା ଓଡ଼ିଆ ଜାତିକୁ ସଂଗ୍ରାମ କରିବା ପାଇଁ ଅନୁପ୍ରାଣିତ କରିଥିଲେ। 3 ନମ୍ବର ପାରାଗ୍ରାଫ ଲେଖିବ, ବୀରତ୍ୱର ସ୍ମୃତି ଚାରଣ। କବିତାର ଉତ୍କଳର ବୀର ସନ୍ତାନମାନଙ୍କ ବୀରତ୍ୱର ବର୍ଣ୍ଣନା କରିଛି, ଯାହାଙ୍କ ରକ୍ତରେ ଶତ୍ରୁପକ୍ଷ କ୍ଷତବିକ୍ଷତ ହୋଇଥିଲେ। ଏହି ପତ୍ରଟି ଓଡ଼ିଆଙ୍କ ମନରେ ସାହସ ଓ ଜାତୀୟ ଗର୍ବ ଭରିଦିଏ। ତା ତଳୁ ଆଉ ଗୋଟେ ପାରାଗ୍ରାଫ ଲେଖିବ, ଏକତାର ସୂତ୍ର। ଏହି ସଙ୍ଗୀତ ସମଗ୍ର ଓଡ଼ିଶାବାସୀଙ୍କୁ ଭାଷା ଓ ଆଞ୍ଚଳିକତା ଭେଦଭାବ ଭୁଲି ଗୋଟିଏ ମାଆର ସନ୍ତାନ ଭାବେ ଏକାଠି ହେବାକୁ ପ୍ରେରଣା ଦେଇଥିଲେ। ତା ତଳୁ ଲେଖିବ, ବୀରତ୍ୱର ସ୍ମୃତି ଚାରଣ। କବିତାର ଉତ୍କଳର ବୀର ସନ୍ତାନମାନଙ୍କ ବୀରତ୍ୱର ବର୍ଣ୍ଣନା ରହିଛି, ଯାହାଙ୍କ ରକ୍ତରେ ଶତ୍ରୁପକ୍ଷ କ୍ଷତବିକ୍ଷତ ହୋଇଥିଲେ। ଏହି ପଦଟି ଓଡ଼ିଆଙ୍କ ମନରେ ସାହସ ଓ ଜାତୀୟ ଗର୍ବ ଭରିଦିଏ। ତା ତଳୁ ଆଉ ଲେଖିବ, ଏକତାର ସୂତ୍ର। ଏହି ସଙ୍ଗୀତ ସମଗ୍ର ଓଡ଼ିଶାବାସୀଙ୍କୁ ଭାଷା ଓ ଆଞ୍ଚଳିକତା ଭେଦଭାବ ଭୁଲି ଗୋଟିଏ ମାଆର ସନ୍ତାନ ଭାବେ ଏକାଠି ହେବାକୁ ପ୍ରେରଣା ଦେଇଥିଲେ। ତ ଏମିତି ଲେଖିବ। ତା ତଳୁ ଆଉ ଲେଖିବ, ଏହି ସବୁ କାରଣରୁ ଏହା ଏକ ସାର୍ଥକ ଜାତୀୟତାବାଦୀ କବିତା ଏବଂ ଏହାର ଏହି ମହାନତା ପାଇଁ ଆଜି ଏହାକୁ ଓଡ଼ିଶାର ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିଛି। ତ ପିଲାମାନେ 20 ନମ୍ବର ତ ସରିଲା ଦୀର୍ଘ ଉତ୍ତର ମୂଳକ। ତ ଏମିତି ସବୁ ଦୀର୍ଘ ଉତ୍ତର ମୂଳକ ଗୋଟେ ପାରାଗ୍ରାଫ କରି ତଳୁ ଲେଖିଲେ କେହି ବି ମାର୍କ ଆପଣମାନଙ୍କର କାଟିପାରିବେ ପିଲାମାନେ ତମ ମନର। ତ ପିଲାମାନେ ଏଇଠୁ ସରିଲା ଦୀର୍ଘ ଉତ୍ତର ମୂଳକ ସାହିତ୍ୟର ବନ୍ଦେ ଉତ୍କଳ ଜନନୀର ପ୍ରଥମ ପାଠ ସରିଲା। ତ ଭିଡ଼ିଓକୁ ପିଲାମାନେ ଲାଇକ୍ କରିଦିଅ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ।